बेस्ट मोबाइल स्मार्टफोन 2024 आईफोन 15 प्रो मैक्स अनबॉक्सिंग रिव्यू ओडिया। हेलो फ्रेंड्स, ମୁଁ ହେଉଛି ଅଙ୍କିତ। ଆଜିର କାହାଣୀଟି ଆମ ପାଖକୁ ଆମର ଜଣେ ଭାଇ ପଠାଇଛନ୍ତି। ତ ଚାଲନ୍ତୁ ସେ ପଠାଇଥିବା କାହାଣୀଟିକୁ ଶୁଣିବା। ମୋର ଛୋଟ ଶାଳୀ ଲିନା ଜାଣିନି କାହିଁକି ମୋ ବାହାଘର ପୂର୍ବରୁ ତାହାର ମୋ ପ୍ରତି ବହୁତ ଆଦର ଥିଲା। ସେତେବେଳେ ସେ ଛୋଟ ଥିଲା, ତା ଛାତି ପୁରା ସମାନ ଥିଲା। ମୁଁ ତା ଆଡ଼କୁ ଆକର୍ଷିତ ହେବା ପାଇଁ ସେମିତି ବି କିଛି କାରଣ ନଥିଲା। ହଁ, ସେ ମୋ ସ୍ତ୍ରୀ ଠାରୁ ଦେଖିବାକୁ ବହୁତ ସୁନ୍ଦର ଥିଲା। ବାସ୍ ସେଥିପାଇଁ ମୁଁ ତାର ଗୋରା ଗାଲକୁ ଦଳି ଧନ୍ୟ ହେଲା ଭଳି ଭାବିକି ମଜା ନେଉଥିଲି। ବାସ୍ ସେ ଯୌବନରେ ପାଦ ଦେବା ଦିନରୁ ବହୁତ କିଛି ବଦଳିଗଲା। ତାର ଛାତି ପୁରା ଅଚାନକ ଫୁଟିବା ପରି ଦେଖାଯାଉଥିଲା, ଯାହାକୁ ଦେଖିବା ଆଉ ଛୁଇଁବାର ଇଚ୍ଛା ମୋ ମନରେ ଭରି ରହିଥିଲା। ହେଲେ ସେସବୁ ମୋ ଭାଗ୍ୟରେ ନାହିଁ, ଏମିତି ମୁଁ ଭାବି ନେଇଥିଲି। କିନ୍ତୁ କଥା କିଛି ଅଲଗା ପ୍ରକାରର ଥିଲା। ଲିନା ବହୁତ ଥର ଆମ ଘରକୁ ଆସେ। ତା ବାହାଘର ପରେ ମଧ୍ୟ ତାର ଏମିତି ହିଁ ଚାଲୁ ରହିଲା। ସେ ଅନେକ ବାହାନାରେ ମୋ ପାଖକୁ ଆସୁଥିଲା ଆଉ ମୋତେ ଛୁଇଁବାକୁ ଚେଷ୍ଟା କରୁଥିଲା। ବାହାଘର ପରେ ନିଜ ସ୍ୱାମୀ ଆଉ ଅନ୍ୟ ଲୋକମାନେ କେହି ପାଖରେ ନଥିଲେ ବି ସେ ବିନ୍ଦାସରେ ମୋ ପାଖରେ ରହୁଥିଲା। ବାହାଘର ପୂର୍ବରୁ ତ ସେ ମୋ ଶାଶୁ ଶ୍ୱଶୁର ଆଗରେ ମୋ କୋଳରେ ମଧ୍ୟ ମୁଣ୍ଡ ରଖି ମୋ ସହ ମଜା କରୁଥିଲା। ସମ୍ପର୍କରେ ସେ ମୋର ଶାଳୀ ଥିଲା, ତେଣୁ ଆମ ଭିତରେ ଥଟ୍ଟା ମଜା ଏସବୁ ଚଳିଯାଉଥିଲା। କିନ୍ତୁ କେଜାଣି କାହିଁକି ତା ନଜର ମୋର ହାବଭାବ ଉପରେ ଥିଲା। ଯେବେ ସେ ମୋ ଘରକୁ ଆସୁଥିଲା, ସେ ବେଶୀ ରାତି ପର୍ଯ୍ୟନ୍ତ ଶୋଉନଥିଲା। ବାସ୍ ପଲଙ୍କ ଉପରେ ଆଖି ବନ୍ଦ କରି ନାନୀ ଓ ଭାଇନାଙ୍କର ସମ୍ପର୍କ ଦେଖିବାର ମଜା ନେଉଥିଲା। ଦିନେ ମୋ ସ୍ତ୍ରୀର ଦେହ ଖରାପ ଥିବା କାରଣରୁ ସେ ଜଲ୍ଦି ଶୋଇଗଲା। ସେଥିଯୋଗୁଁ ମୋ ସ୍ତ୍ରୀ ସହ ମୁଁ ପ୍ରତିକ୍ରିୟା ନକରି ସେଦିନ ବନ୍ଦ କରିଦେଲି ଆଉ ଶୋଇପଡ଼ିଲି। ମୁଁ ମୋ ସ୍ତ୍ରୀକୁ ନକରି ଗୋଟିଏ ଦିନ ବି ରହିପାରେନି। ଆଉ କିଛି ଦୂରରେ ପଲଙ୍କ ଉପରେ ଲିନା ଶୋଇଥିଲା। ଲିନା ଚେଇଁଥିଲା। ଏହା ଦେଖି ମୁଁ ତା ହାତକୁ ଧରିନେଲି ତ ସେ ଗୋଟେ ପ୍ରଥମ ନଜରରେ ନିଜ ଭଉଣୀକୁ ଦେଖିଲା। ତା ଆଖି ମାନେ ମୋତେ ଇସାରା କରୁଥିଲା। ମୁଁ ସିଧା ଯାଇ ତା ପଲଙ୍କ ଉପରେ ଚଢ଼ି ପଲଙ୍କ ଉପରେ ଶୋଇପଡ଼ିଲି। ତା ମନ ମୌନତା ମୋତେ ବୁଝାଉଥିଲା ସେ ମୋ ଠାରୁ ଟିକେ ସୁଖ ପାଇବାକୁ ଚାହୁଁଛି। ମୁଁ ସିଧା ତା ଦେହ ଉପରେ ଚଢ଼ିକି ଶୋଇଗଲି। ମୋର ସିଧା ଠିଆ ହୋଇକି ପୁରା କଠିନ ହୋଇଗଲା। ମୁଁ ତାକୁ ଗେଲ କରିବାକୁ ଲାଗିଲି ଆଉ ତାର ଛାତିରେ ହାତ ବୁଲାଇବା ଆରମ୍ଭ କଲି। ସେ କିଛି ନ କହି ତାର ଛାତିକୁ ଆଡ଼େଇ ମୋ ସାମ୍ନାରେ ତାର ଦୁଇଟାକୁ ପଦାକୁ ବାହାର କରିଦେଲା। ସେ ଭିତରେ କିଛି ବି ପିନ୍ଧି ନଥାଏ। ମୁଁ ତାର ବାଁ ପଟ ଛାତିକୁ ହାତରେ ଧରିକି ଦଳିଲି। ସେତେବେଳେ ତାର ଡାହାଣ ପଟକୁ ମୋ ପାଟିରେ ପୂରେଇ ତାର ଖାଇଲି। ଆଉ ଲିନା ତାର ତଳ କପଡ଼ାକୁ ଓହ୍ଲେଇଲା। ସେ ଭିତରେ କିଛି ନଥିଲା। ସତରେ ତା ଭଉଣୀର ଦେହ ଖରାପ ବେଳେ ସେ ଅବସ୍ଥାରେ ତା ଭୂମିକା ତୁଲାଇବା ପାଇଁ ଲିନା ପୁରା ଯୋଜନା କରିକି ରଖିଥିଲା। ସେ ପୁରା ସବୁ ଖୋଲି ପକାଇଲା। ତାକୁ ଦେଖି ମୋର ପୁରା ଠିଆ ହୋଇଗଲା। ମୁଁ ମୋର ଅନ୍ୟ ହାତରେ ଆଙ୍ଗୁଠିକୁ ନେଇ ତାର ପଛ ଓସାରିଆ କଣାରେ ଭର୍ତ୍ତି କଲି। ଆଉ 10 ମିନିଟ୍ ଯାଏ ଲଗାତାର ତାର କ୍ଷୀର ପିଇବା ପରେ ମୁଁ ତାର ସେଇ ବାଳୁଆ ଗୁମ୍ଫାରେ ମୋର ନେଇକି ଗୋଳେଇବା ଆରମ୍ଭ କଲି। ସେତେବେଳେ ସେ ମୋତେ ଅଟକେଇକି କହିଲା, ପ୍ରଥମେ ମୁଁ ତମର ଟିକେ ପାଟିରେ ପୂରେଇକି ଖାଇବି। ଏକଥା କହି ସେ ସଙ୍ଗେ ସଙ୍ଗେ ମୋର ବାଡ଼ିକୁ ନେଇ ତା ମୁହଁରେ ଲଗେଇ ଖାଇବା ଆରମ୍ଭ କଲା। ଆଉ ମଝିରେ ମୋତେ ଟିକେ ମୁତ ଲାଗିଲା। ମୁଁ ବାହାରକୁ ଯିବା ପାଇଁ କହିବାରୁ ଲିନା କହିଲା, ତମେ ମୋ ଉପରେ ମୁତି ଦିଅ, ମୋତେ ମଧ୍ୟ ନାନୀ ଭଳି ତମ ମୁତ ପିଇବାର ଅଛି। ସେଥିରେ ହିଁ ମୁଁ ମୋ ଦେହକୁ ଗାଧୋଇବି। ମୁଁ ମୋର ବାଡ଼ିରୁ ପିଚକାରି ମାରି ଲିନାର ମୁହଁ ଉପରେ ମୁତି ପକାଇ ପୁରା ଅଦା କରିଦେଲି। ତାପରେ ଆମେ ଅଣସ୍ତରୀ ପ୍ରକାରରେ ମୋର ଅନୁଭବ ଦେଲି। ମୁଁ ତାର ଗାତକୁ ଆଉ ସେ ମୋର ବାଡ଼ିକୁ ପାଟିରେ ପୂରେଇକି ଖାଇବାକୁ ଲାଗିଲା। ଆମେ ଏଭଳି ମଜା ନେଉ ନେଉ ଲିନା ସତ କଥାଟା କହିଲା, ମୁଁ ଆଜି ପର୍ଯ୍ୟନ୍ତ ତମ ଉପରେ ମନ ଖରାପ କରିକି ରହିଥିଲି। ମୁଁ ମୋର ଗୋଡ଼ ଭିତରେ ଲିନାକୁ ଓଲଟେଇ ଦେଉଥିଲି ଆଉ ତାର ଛାତିକୁ ପଛପଟୁ ଦଳିବାକୁ ଲାଗୁଥିଲି। ମୁଁ ଭଲା କ'ଣ ଅପରାଧ କରିଥିଲି ଯେ? ଲିନା କହିଲା, କ'ଣ ଗୋଟେ ଝିଅକୁ ଟିକେ ସୁଖ ଦେବା ପାଇଁ ତାକୁ ଗରମ କରି ଏମିତି ଭୋକିଲା ଛାଡ଼ି ଦିଅନ୍ତି? ମୁଁ କହିଲି, କ'ଣ କହିବାକୁ ଚାହୁଁଛ? ମୁଁ କିଛି ବୁଝିପାରୁନି। ତାପରେ ଲିନା କହିଲା, ଆଜି ଯାଏ ମୋ ଦେହର ଭୋକ ପାଇଁ ମୁଁ କେତେ ସୁବିଧା ହରେଇଛି।
ପ୍ରତିଥର ତମେ ମୋ ଛାତିକୁ ଧରି ତାକୁ ହାତରେ ଜାପି ତାକୁ ଚୁମି ମୋତେ ଉତ୍ତେଜିତ କରିକି ଛାଡ଼ି ଦେଇଛ। କେହି ବି ସ୍ତ୍ରୀ ତା ଛାତିରେ ହାତ ମାରିବାକୁ ଦିଏ ନାହିଁ। ଯଦି ଦିଏ ତାହେଲେ ସେ ତା ସହ ହେବାକୁ ମାନେ ତାଠାରୁ ଟିକେ ସୁଖ ଖାଇବାକୁ ମନ ଥାଏ। ମୁଁ ତମକୁ ମୋର ଛାତିକୁ ଛୁଇଁବାକୁ ମୋ କପଡ଼ା ଭିତରେ ହାତ ପଶିବାର ଅଧିକାର ଦେଇଥିଲି, ହେଲେ ତମେ କେବେ ଗୋଟେ ପାଦ ବି ଆଗକୁ ବଢ଼େଇଲନି। ମୋତେ କଷ୍ଟ ଦେଇ ଛାଡ଼ି ଦେଉଥିଲ। ମୁଁ କହିଲି ତମେ ମୋର ଶାଳୀମାନେ ଭଉଣୀ ଭଳି, ଆଉ ତମ ସହ ମୁଁ ଏମିତି କେମିତି କରିଥାନ୍ତି। ତାପରେ ଲୀନା କହିଲା, ଶାଳୀର ଅନ୍ୟ ନାମ ହେଉଛି ଅଧା ଘରଣୀ। ସେଥିପାଇଁ ମୁଁ ତମ ସହ କିଛି ବି କରିପାରିବି। କାହାକୁ ଏ କଥାରେ ସନ୍ଦେହ ମଧ୍ୟ ହେବ ନାହିଁ। ତାପରେ ମୁଁ ତା କଥା ଶୁଣି ଚକିତ ହୋଇଗଲି। ମୁଁ ତାଠାରୁ ଅଧିକ ଶୁଣିବାକୁ ଚାହୁଁଥିବା ବେଳେ ସେ କୁତି ଭଳି ମୋର ବାଡ଼ିକୁ ନେଇ ପାଟିରେ ପୂରେଇକି କହିଲା, ଭାଇନା ତମେ ଜଣେ ବୁଦ୍ଧୁ, ଇସାରାରେ କିଛି ବି ବୁଝିପାରୁନ। ମୋ ବାହାଘର ପରେ ମଧ୍ୟ ମୁଁ ତମ ସହ ହେବାକୁ ଚାହୁଁଥିଲି। ମୁଁ ତମର ସରଳତା ପାଇଁ ମୋ କପଡ଼ାକୁ ମୋର ଅଧା ପର୍ଯ୍ୟନ୍ତ ଟେକି ମୋ କପଡ଼ାକୁ ତମକୁ ଦେଖାଉଥିଲି। ତମକୁ ବାସ୍ ତାକୁ ଭିଡ଼ିବାର ଥିଲା। ସେଥିରେ ଇଲାଷ୍ଟିକ୍ ଲାଗିଥିଲା, ସହଜରେ ଖୋଲି ଯାଇଥାନ୍ତା। ମୁଁ ତମକୁ ପିଏଇବାକୁ ଚାହୁଁଥିଲି, ହେଲେ ତମେ ଭାରି ଡରୁଆ। ମୁଁ ତା କଥାକୁ ମୁଗ୍ଧ ହୋଇକି ଶୁଣି ଯାଉଥିଲି। ଲୀନା କହିଲା, ମୁଁ ଆଖି ବନ୍ଦ କରି ଭାବୁଥିଲି, ଆଉ ମୋର କପଡ଼ା ଖୋଲିବାକୁ ଅନୁରୋଧ କରୁଛ, ହେଲେ ତମେ ତୁମ ପାଖକୁ ଆସି ମୋତେ ଟିକେ ଛୁଇଁଲନି। ଯଦି ମୋତେ ଖାଲି ଛୁଇଁ ଦେଇଥାନ୍ତ ମୁଁ ଆଉ ସବୁ କାମକୁ ସହଜ କରିଦେଇଥାନ୍ତି। ଏବେ ତମେ କୁହ, ମୋତେ ରାଗ ଲାଗିବ ନା ନାହିଁ? ହଁ ଲୀନା, ମୁଁ ସତରେ ବହୁତ ବଡ଼ ବୋକା। ସେଥିପାଇଁ ଆଗରୁ ଦୁଇଟା ମଉକାକୁ ହରେଇଥିଲି। ତୁ ସ୍ତ୍ରୀ ମୋ ଆଗରେ ତୋ ପିଲାକୁ କ୍ଷୀର ଖୁଆଇଲା ବେଳେ ମୋତେ ଉସ୍କେଇଲୁ। ଜାଣି ଜାଣି ନିଜ ଯୌବନକୁ ମୋତେ ଦେଖିବା ପାଇଁ ନିଜର ଛାତିକୁ ମୋ ଆଗରେ ଖୋଲା କରିକି ଛାଡ଼ି ଦେଇଥିଲୁ। ମୁଁ ତୋ ପାଖକୁ ଆସୁଥିଲି, ଆଉ ତୁ ତୋର ଛାତିକୁ ଜମାରୁ ଘୋଡ଼ୁ ନଥିଲୁ। ସେତେବେଳେ ମୁଁ ଭାବନାରେ ତୋର ଛାତିକୁ ମୁହଁରେ ନେଇ ତୋର କ୍ଷୀର ପିଉଥିଲି, ହେଲେ ପ୍ରକୃତରେ ମୁଁ କିଛି କରିପାରିଲିନି। ଲୀନା କହିଲା, ଭାଇନା ତମେ ଭାବୁଥିବ ଗୋଟେ ବିବାହିତ ଝିଅ, ସେ ପୁଣି ଶାଳୀ, ଏମିତି କାହିଁକି କରୁଛି? ମୋ ସ୍ୱାମୀ ଆଉ ତମର ସଡ଼ୁ ମୋତେ ତମ ଭଳି ଏତେ ଲମ୍ବା ସମୟ ଶାନ୍ତି କରନ୍ତିନି। ସେଥିପାଇଁ ମୋର ଭୋକ ପୁରା ମେଣ୍ଟିପାରେ ନାହିଁ। ମୁଁ ତମକୁ ସେଥିପାଇଁ ଉସ୍କାଉଥିଲି। ମୁଁ କହିଲି, ଲୀନା ମୁଁ ମୋ ଭାବନାରେ ତୋତେ ତୋ ସ୍ୱାମୀ ସହ କରିହେବାର ଦେଖିଛି। ଲୀନା କହିଲା, ଲୀନା ଦେଖ, ତମେ ମୋତେ ନ ଶାନ୍ତି କରିବ ବୋଲି ମନା କରିଦେଲେ ବି ଚଳିବ। ମୁଁ ଯାଇକି ସେମିତି ଗଲେ ମୋ ପରିବାରର ବଦନାମ ହେବ, ମୋ ସମ୍ପର୍କ ମଧ୍ୟ ଭାଙ୍ଗି ଯାଇପାରେ। ତମେ ଚାହିଁବ ତ ମୋତେ ବଞ୍ଚାଇ ପାରିବ। କିନ୍ତୁ ଗୋଟିଏ କଥା ପୁରା ସତ, ଯେକୌଣସି ପୁରୁଷ ବା ନାରୀ କୌଣସି ସମ୍ପର୍କ ଅନ୍ୟ ସହ ରଖି କେବେ ସୁଖୀ ହୋଇପାରେ ନାହିଁ। ପରଦା ପଛରେ ଏମିତି କେତେ ଅସାମାଜିକ ସମ୍ପର୍କ ସୃଷ୍ଟି ହୋଇଥାଏ, ଯିଏ ବାହାଘରର ନିୟମକୁ ଲଙ୍ଘନ ଭାଙ୍ଗିବାକୁ ଦିଏ ନାହିଁ। ତମେ ଚାହିଁବ ତ ଦିଦି ସହିତ ମୋତେ ବି ତମର ପାର୍ଟନର ବନେଇ ରଖିବ। ବାସ୍ ସେତିକି କଥା, ଯେ ଆମର ଯେବେ ବି ଦେଖା ହେବ ତମେ ନାନୀ ଭଳି ମୋତେ ତମ ମଲେଇ ଖୁଆଇବ। ଘଣ୍ଟା ଘଣ୍ଟା ଧରି ମୋ ଦେହରୁ ତମ ନିଜ ହାତରେ ସବୁ ବାହାର କରି ମୋତେ ଏଭଳି ମନ ଇଚ୍ଛା ଶାନ୍ତି କରିବ। ଦିଦି ଭଳି ତମର ଗୋଟେ ହାତକୁ ମୋ ଛାତି ଉପରେ, ଆଉ ଗୋଟେ ତମ ପାଟିକୁ ମୋ ଛାତି କଣରେ ଲଗେଇ ମୋ କ୍ଷୀରକୁ ପିଇବ। ତୁମେ ତ ମୋର କ୍ଷୀର ପିଇବାରେ ଟିକେ ଚାଷି ଦିଅ। ତମକୁ ଏକା ସାଥିରେ 2 ଗୁଣା କ୍ଷୀର ମିଳିବ, ଯେଉଁଥିରେ ତୁମର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। ମୁଁ କହିଲି, ଓକେ, ଆମ ଦୁହିଁଙ୍କ ବିଚାର ସମାନ। ଆମେ ଦୁହେଁ ଏବେ ଶାରୀରିକ ସମ୍ପର୍କର ଏକ ନୂଆ ଇତିହାସ ଲେଖିବା। ଲୀନା କହିଲା, କିନ୍ତୁ ଆମ ସମ୍ପର୍କରେ ଯେମିତି କାହାର ଆଖି ନ ପଡ଼େ। ମୁଁ କହିଲି, ଠିକ୍ ଅଛି, ଆମେ ମିଶିବା ଆଉ ଖୁବ୍ ମଜା କରିବା। ବାସ୍ ସେଦିନ ଠାରୁ ମୋର ଶାଳୀ ସହିତ ମୋର ଶାରୀରିକ ସମ୍ପର୍କ ଗଢ଼ି ଉଠିଲା। ତାର ବାଡ଼ି ମାନେ ମୋର ବାଡ଼ି ଆଉ ତାର ଗାତ ମିଶିକି ଏକ ନୂଆ ଇତିହାସ ରଚନା କଲେ। ତ ଦର୍ଶକ ବନ୍ଧୁ, କାହାଣୀଟି ଆମ ପାଖକୁ ଆମ ଜଣେ ଭାଇ ପଠାଇଥିଲେ। ଯଦି କିଛି ତ୍ରୁଟି ଥାଏ ତାହେଲେ ମୋତେ କ୍ଷମା କରିବେ। ଆଜି ପାଇଁ ଏତିକି ରହୁଛି। ଦେଖା ହେବା ଆଉ ଏକ ନୂଆ ଭିଡ଼ିଓର ଏକ ନୂଆ କାହାଣୀରେ। ଧନ୍ୟବାଦ।